ଅବୁଲ କରା କାହାଣୀ। ରତ୍ନ ବର୍ଷା। ଅରଣ୍ୟ ଭିତରେ ପ୍ରଭାତ ହେଉଥିଲା। ତେବେ ଏମିତି ରୀତିରେ ହେଉଥିଲା ସତେ ଅବା ଅରଣ୍ୟର ଅନ୍ଧକାର ଭେଦ କରିବାକୁ ଆଲୋକ କୁଣ୍ଠାବୋଧ କରୁଥିଲା। ଗୁମ୍ଫା ଭିତରେ ଭିଡ଼ି ମୋଡ଼ି ହୋଇ ଅବୁଲ କରା ଉଠିବା ବେଳକୁ ସାଆନ୍ତେ ପାଖ ଝରଣାରେ ସ୍ନାନ ସମାପନ କରି ଧ୍ୟାନରେ ବସିଲେଣି। ଅବୁଲ କରା ତରବରରେ ଯାତ୍ରାରମ୍ଭ ପାଇଁ ପ୍ରସ୍ତୁତ ହୋଇ ସାଆନ୍ତଙ୍କ ଧ୍ୟାନ ଶେଷ ହେବା ମାତ୍ରେ କହିଲା, ଆଜ୍ଞା, ସାରା ରାତି ଶୋଇପାରିଲି ନାହିଁ। ତୁଚ୍ଛା ଛଟପଟ ହେଉଥାଏ। ଯଦି ଟିକିଏ ତନ୍ଦ୍ରାବିଷ୍ଟ ହୁଏ ତେବେ ଦେଖେଁ ବିକଟ ଅଦ୍ଭୁତ ସ୍ୱପ୍ନ। ସାଆନ୍ତେ ହସିଲେ ଓ ପ୍ରଶ୍ନ କଲେ, କି ପ୍ରକାର ସ୍ୱପ୍ନ? ସାମନାରେ ଦୋହଲୁଛି ଚକ୍ ଚକ୍ ଛୁରିକା, ସେଥିରୁ ଝରି ପଡ଼ୁଛି ରକ୍ତ, ଶୁଭୁଛି କ୍ରୋଧାନ୍ଧ ଗର୍ଜନ, ନହେଲେ ବିକଳ କ୍ରନ୍ଦନ। ଆଉ ମଝିରେ ମଝିରେ ସେସବୁକୁ ସ୍ତବ୍ଧ କରିଦେଇ ଶୁଭୁଛି ଆଖି ଝଲସିଗଲା ଭଳି ନାନାଦି ରତ୍ନର ଝଣ ଝଣ ଶବ୍ଦ। ସାଆନ୍ତେ ପ୍ରଶ୍ନ କଲେ। ଆଖି ବଡ଼ ବଡ଼ କରି ଅନାଇଲା ଅବୁଲ କରା। ସାଆନ୍ତେ, ଆପଣ ସେ କଥା ଜାଣିଲେ କିପରି? ମୋ ସ୍ୱପ୍ନତକ ଆପଣ ତ ଆଉ ଦେଖୁନଥିଲେ? ଦେଖୁଥିଲି, ତେବେ ତୋ ଭଳି ଅଶାନ୍ତି ଅନୁଭବ କରୁନଥିଲି। ତୁ ତ ଜାଣୁ, ଆମେ ଯେତେ ସ୍ଥାନ ଭ୍ରମଣ କରୁଛୁ, ମୋ ପାଇଁ ସେସବୁ ପୁନର୍ଭ୍ରମଣ ମାତ୍ର। ବହୁ ବର୍ଷ ତଳେ ଏକଦା ମୁଁ ଏହି ଗୁମ୍ଫାରେ ରାତ୍ରି ଯାପନ କରିଥିଲି ଓ ତୋ ଭଳି ଦୁଃସ୍ୱପ୍ନ ପୀଡ଼ିତ ହୋଇଥିଲି। ମୋ ସହ ଥିଲେ ମୋ ଗୁରୁ ଋଷି ସୌମ୍ୟାନନ୍ଦ। ସକାଳେ ସେ ମୋତେ ମୋ ଦୁଃସ୍ୱପ୍ନର ହେତୁ ବୁଝାଇ ଦେଇଥିଲେ। ଅବୁଲ କରା ମୁହଁରେ ଫୁଲ ଫୁଟି ଉଠିଲା। ତାହେଲେ ମୋ ଦୁଃସ୍ୱପ୍ନର ବିଶେଷ ତାତ୍ପର୍ଯ୍ୟ ଅଛି? କହନ୍ତୁ ସାଆନ୍ତେ, ନହେଲେ ମୁଁ ଆଉ ଉଠୁନାହିଁ। କହିବି ରେ ବାବୁ, କହିବି, କିନ୍ତୁ ଏଠାରେ ନୁହେଁ। ଆଜି ରାତିରେ ଯେଉଁଠି ବିଶ୍ରାମ କରିବା ସେଠାରେ କହିବି। ତାହେଲେ ତ ଅବୁଲ କରା ବୋଲି ଯେଉଁ ସୁନାମ ମୁଁ ଅର୍ଜିଛି ତାହା ମ୍ଳାନ ହୋଇଯିବ। ଓହୋ, ସୁନାମ ପରା। ବେଶ୍, କହୁଛି, କିନ୍ତୁ ଆପାତତଃ ପୂରା କହିବି ନାହିଁ। ସାଆନ୍ତେ ଗପିଲେ। ଯେଉଁ ଦିବ୍ୟାତ୍ମା କପିଳବାସ୍ତୁ ରାଜ ପରିବାରରେ ଜନ୍ମ ନେଇ ସିଦ୍ଧାର୍ଥ ଓ ପରେ ବୁଦ୍ଧଦେବ ନାମରେ ବିଶ୍ୱବନ୍ଦିତ ହେଲେ, ତାଙ୍କର ଅନେକ ଗୁଡ଼ିଏ ପୂର୍ବଜନ୍ମ ଭିତରୁ ଗୋଟିଏ ଜନ୍ମର ବୃତ୍ତାନ୍ତ ଏହା। ତୋର ମନେଥିବ, ପୂର୍ବବର୍ତ୍ତୀ ଜନ୍ମମାନଙ୍କରେ ତାଙ୍କର ସତ୍ତାକୁ ବୋଧିସତ୍ତ୍ୱ ବୋଲି କୁହାଯାଏ ଓ ସେସବୁର ବିବରଣୀ ବୋଧଜାତକ ନାମରେ ଖ୍ୟାତ। କୌଣସି ଏକ ଜନ୍ମରେ ବୋଧିସତ୍ତ୍ୱଙ୍କ ନାମ ଥିଲା ଧର ସୁମନ୍ତ। ସେ ଜଣେ ଗୁଣୀ ବ୍ରାହ୍ମଣଙ୍କ ପାଖରେ ରହି ବିଦ୍ୟାଧ୍ୟୟନ କରୁଥିଲେ। ନଦୀ କୂଳବର୍ତ୍ତୀ ଏକ ଗ୍ରାମରେ ଥିଲା ବ୍ରାହ୍ମଣଙ୍କର ନିରାଡ଼ମ୍ବର ନିବାସ। ବ୍ରାହ୍ମଣ ଗୋଟିଏ ମନ୍ଦିରରୁ କେତୋଟି ଦୁଷ୍ପ୍ରାପ୍ୟ ପୋଥି ସଂଗ୍ରହ କରିଥିଲେ। ସେସବୁ ପୋଥି ନିହିତ ନାନାଦି ବିଦ୍ୟା ଉପରେ ଚର୍ଚ୍ଚା କରୁ କରୁ ହଠାତ୍ ଦିନେ ବ୍ରାହ୍ମଣ ଚମକପ୍ରଦ ମନ୍ତ୍ରଟିଏ ଆବିଷ୍କାର କଲେ। ପୂର୍ଣ୍ଣମୀ ରଜନୀରେ କେତେକ ବିଶେଷ ଗ୍ରହଙ୍କ ସଂଯୋଗ ମୁହୂର୍ତ୍ତରେ ଜଣେ ଯଦି ପୂର୍ବରୁ କେତେକ ବିଶେଷ ଅନୁଷ୍ଠାନ ସହକାରେ ଉପବାସ କରିଥାଇ ସ୍ନାନାନ୍ତେ ଆକାଶକୁ ଅନାଇ ସେ ମନ୍ତ୍ର ଉଚ୍ଚାରଣ କରିବ, ତେବେ ତା ଉପରେ ହେବ ଅସରାଏ ଅପୂର୍ବ ବର୍ଷା, ହୀରା ନୀଳା ମୋତି ମାଣିକ୍ୟର ବର୍ଷା। ବ୍ରାହ୍ମଣ ଅଙ୍କ କଷି ଦେଖିଲେ, ଠିକ୍ ତହିଁ ପରଦିନ ହିଁ ଗ୍ରହକୂଳର ସେ ଯୋଗାଯୋଗ ଏବଂ ପରରାତ୍ରି ହିଁ ପୂର୍ଣ୍ଣମୀ। ସେ ଯୋଗାଯୋଗ ପ୍ରତ୍ୟେକ ବର୍ଷରେ ଥରେ ମାତ୍ର ସମ୍ଭବ ହୁଏ। ସେ ଉତ୍କଣ୍ଠିତ ଓ ଉଦ୍ଗ୍ରୀବ ହେଲେ। ଧନ ସମ୍ପଦ ପ୍ରତି ଲୋଭ ନାହିଁ ବୋଲି ନିଜ ସମ୍ପର୍କରେ ଥିବା ତାଙ୍କର ଧାରଣା ଭୁଷୁଡ଼ି ପଡ଼ିଲା। ଗୁରୁଙ୍କ ଅସ୍ୱାଭାବିକ ବ୍ୟସ୍ତ ଭାବ ଲକ୍ଷ୍ୟ କଲେ ସୁମନ୍ତ। ଗୁରୁ ନିଜ ନବଲବ୍ଧ ବିଦ୍ୟାର ପ୍ରୟୋଗଜନିତ ଫଳକୁ ଏକୁଟିଆ ନେଇ ଆଣି ଥୋଇପାରିବେ ନାହିଁ ବୋଲି
ବୁଝୁଥିଲେ। ଅତଏବ ସେ ଶିଷ୍ୟଙ୍କୁ ସବୁ କଥା କହିଲେ। ମହାଭାଗ, ରତ୍ନ ବର୍ଷାରେ ଆପଣଙ୍କର କି ବା ପ୍ରୟୋଜନ? ଆପଣ ସୁସ୍ଥ ସବଳ ଭାବରେ ଶତାଧିକ ବର୍ଷ ବଞ୍ଚି ରହନ୍ତୁ, ଏହା ମୋର କାମନା। କିନ୍ତୁ କାଳର ସ୍ୱାଭାବିକ ଧାରା ଦୃଷ୍ଟିରୁ ବିଚାର କଲେ ଆପଣ ଆସି ଜୀବନର ଅନ୍ତିମ ପର୍ଯ୍ୟାୟରେ ଉପନୀତ ହେଲେଣି। ସୁମନ୍ତ ଚେତାଇ ଦେଲେ, ବତ୍ସ, ମୋର ସନ୍ତାନ କେତୋଟି ଥିବା କଥା ତମେ ବିସ୍ମୃତ ହେଉଛ? ଗୁରୁଦେବ, ଆପଣ ଏଇ ସେଦିନ କେତେଜଣ ଆଗନ୍ତୁକଙ୍କୁ ବୁଝାଉଥିଲେ, ସନ୍ତାନ ବର୍ଗ ଯଦି ଯୋଗ୍ୟ ହୋଇଥିଲେ ସେମାନଙ୍କ ପାଇଁ ଅର୍ଥ ସଞ୍ଚୟ କରି ରଖିବାର ପ୍ରୟୋଜନ ନାହିଁ। ସେମାନେ ଯଦି ଅଯୋଗ୍ୟ ହୋଇଥିବେ ତେବେ ସେମାନଙ୍କ ପାଇଁ ଅର୍ଥ ସଞ୍ଚୟ କରି ରଖିବାର ଅର୍ଥ ନାହିଁ। ବ୍ରାହ୍ମଣ ଟିକିଏ ନୀରବ ରହି କହିଲେ, ବତ୍ସ, ଏଡ଼େ ଦୁର୍ଲଭ ମନ୍ତ୍ରଟିଏ ଜାଣି ତାକୁ ପ୍ରୟୋଗ କରିବାର ସୁଯୋଗ ଏଡ଼ାଇଯିବା ବୁଦ୍ଧିମାନର କାମ ହେବ କି? ମହାଭାଗ, ବୁଦ୍ଧିମାନର କାମ ହେବ, ଉପରନ୍ତୁ ହେବ ବିଜ୍ଞତାର କାମ। ଧରନ୍ତୁ ମୁଁ ବଶୀକରଣ ମନ୍ତ୍ରରେ ସିଦ୍ଧି ଲାଭ କଲି। କାଲି ଯଦି ରାଜକୁମାରୀ ଆସି ଆପଣଙ୍କ ଅତିଥି ହେବେ, ସୁଯୋଗ ଅଛି ବୋଲି କ'ଣ ମୁଁ ତାହା ପ୍ରୟୋଗ କରିବି? ବତ୍ସ, ବିତ୍ତ ଥିଲେ ଅନେକ ମହତ କାର୍ଯ୍ୟ ସାଧନ କରାଯାଇପାରେ। ବ୍ରାହ୍ମଣ ଯୁକ୍ତି ଦେଲେ। ସୁମନ୍ତ କହିବାକୁ ଯାଉଥିଲେ କି ଯେଉଁ ଚେତନା ବିତ୍ତ ପାଇଁ ଏତେ ଲୋଭାତୁର, ସେ ଚେତନା ଦ୍ୱାରା ବାସ୍ତବ ମହତ କାର୍ଯ୍ୟ ସମ୍ଭବପର ନୁହେଁ। କିନ୍ତୁ ସେ ଚୁପ୍ ରହିଲେ। ବ୍ରାହ୍ମଣ ଏଥର ଗମ୍ଭୀର ଭାବରେ କହିଲେ, ବତ୍ସ, ମୁଁ ରତ୍ନବର୍ଷା ଆନୟନ କରିବାର ସିଦ୍ଧାନ୍ତ ନେଇସାରିଛି। ସମସ୍ୟା ହେଲା ରତ୍ନରାଶି ଏ ଦିନ କୁଟୀରରେ ରଖିବା କିପରି? ଏଠାରୁ 5 କୋଶ ଦୂରବର୍ତ୍ତୀ ଏକ ଗ୍ରାମରେ ମୋର ଜଣେ ଶିଷ୍ୟଙ୍କ ଗୃହ। ସେ ଜମିଦାର ଏବଂ ତାଙ୍କ ଗୃହ ଗୋଟିଏ ବଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ମୋର ଏକାନ୍ତ ଅନୁଗତ। ଆଗାମୀ କାଲି ସେଇଠାକୁ ଚାଲିଯିବା। ରାତିରେ ସେଇଠି ରତ୍ନବର୍ଷା ଆନୟନ କରିବା। ତୁମକୁ ମୋ ସହ ଯିବାକୁ ହେବ। ପରଦିନ ପ୍ରଭାତରୁ ବ୍ରାହ୍ମଣ ଆବଶ୍ୟକୀୟ ପୂଜାନୁଷ୍ଠାନ ଆରମ୍ଭ କଲେ। ସେସବୁ ଶେଷ କରି ବାହାରିବା ବେଳକୁ ଦିବସର ଦ୍ୱିତୀୟ ପ୍ରହର। ସୁମନ୍ତ, ସାଧାରଣ ରାସ୍ତାରେ ଗଲେ ଆମେ ସନ୍ଧ୍ୟା ପୂର୍ବରୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା ନାହିଁ। ତେଣୁ ଅରଣ୍ୟ ଭିତର ଦେଇ ଚାଲିଯିବା। କିଛି ବାଟ ଯିବା ପରେ ବ୍ରାହ୍ମଣ କହିଲେ, ଗୁରୁଦେବ, ଅରଣ୍ୟ ପଥ ସମ୍ପର୍କରେ ମୋର କିନ୍ତୁ କିଛି ଧାରଣା ନାହିଁ। ମୋର ଅଛି, ଏକାଧିକ ବାର ଯାଇଛି। ବ୍ରାହ୍ମଣଙ୍କର ଏଭଳି ନିସନ୍ଦିଗ୍ଧ ଉକ୍ତି ପରେ ସୁମନ୍ତର ଆଉ କିଛି କହିବାର ଅବକାଶ ନଥିଲା। କିନ୍ତୁ ହାୟ, ବ୍ୟଗ୍ର ବ୍ରାହ୍ମଣ ବାଟ ହୁଡ଼ିଲେ। ଅରଣ୍ୟ ଭିତରେ ଥରେ ଏ ଦିଗକୁ ଥରେ ସେ ଦିଗକୁ ଦୌଡ଼ି ବ୍ୟୁହ ଭିତରେ ବନ୍ଦୀ ଭଳି ଛଟପଟ ହେଲେ। ଏଣେ ଦିନ ଶେଷ ହୋଇ ଆସୁଥାଏ। ତହିଁ ଉପରେ ଉପବାସ ଯୋଗୁଁ ବ୍ରାହ୍ମଣ କ୍ଳାନ୍ତ। ଉତ୍କଣ୍ଠା ଓ ଅବସାଦ ଭରା ସେହି ଆସନ୍ନ ପ୍ରାୟ ସନ୍ଧ୍ୟାରେ ହଠାତ୍ ସେମାନଙ୍କୁ ଘେରିଗଲେ ଦଳେ ଦସ୍ୟୁ। ଯାତ୍ରୀ ଦୁହିଁଙ୍କ ଲୁଗାପଟା ତଲାସ କରି ସେମାନେ କିଛି ପାଇଲେ ନାହିଁ ସତ, କିନ୍ତୁ ବ୍ରାହ୍ମଣଙ୍କୁ ବନ୍ଦୀ କରି ସୁମନ୍ତକୁ କହିଲେ, 7 ଦିନ ଭିତରେ ଯଦି 1,000 ସ୍ୱର୍ଣ୍ଣ ମୁଦ୍ରା ଆଣିଦେବ, ତେବେ ଏହାଙ୍କୁ ମୁକ୍ତି କରି ନେଇଯିବ। 7ମ ଦିନ ସୂର୍ଯ୍ୟାସ୍ତ ପରେ ଆଉ ଆସିବାର ଆବଶ୍ୟକତା ନାହିଁ। ଆସିଲେ ଏହାଙ୍କ ମୃତଦେହ ଅବଶ୍ୟ ପାଇପାର, ଯଦି ଭାଗ୍ୟରେ ଥାଏ, ଅର୍ଥାତ୍ ଯଦି ଶ୍ୱାନ ସାପଦ ଘୋଷାଡ଼ି ନେଇ ଯାଇ ନଥାନ୍ତି। ଦସ୍ୟୁ ସର୍ଦ୍ଦାରକୁ ସମ୍ବୋଧନ କରି ସୁମନ୍ତ କହିଲେ, ମୋର ବିଶ୍ୱାସ, ମୁଁ ତୁମ ଦାବୀ ମୁତାବକ ଅର୍ଥ ଆଣି ଦେଇପାରିବି। କିନ୍ତୁ ଜାଣି ରଖ, ଇଏ ସାଧାରଣ ପଥିକ ନୁହନ୍ତି, ଜଣେ ମହାନ ପଣ୍ଡିତ। ଏହାଙ୍କୁ କଷ୍ଟ ଦେଇ ବିନା କାରଣରେ ପାପ ଅର୍ଜିବ ନାହିଁ। ହତାଶାରେ ମୃତପ୍ରାୟ ଦିଶୁଥିବା ଗୁରୁଙ୍କୁ ସୁମନ୍ତ ଚୁପି ଚୁପି କହିଲେ, ମହାଶୟ, ଆପଣଙ୍କୁ ପରାମର୍ଶ ଦେବା ମୋର ଧୃଷ୍ଟତା। ତଥାପି ନ କହିଲେ ମୋ ବିବେକ ମୋତେ କ୍ଷମା ଦେବ ନାହିଁ। ଆପଣ ନିଶ୍ଚିତ ରୁହନ୍ତୁ, ମୁଁ ଆପଣଙ୍କ ସ୍ୱଚ୍ଛଗୃହୀ ଶିଷ୍ୟମାନଙ୍କଠୁ ଆବଶ୍ୟକୀୟ ଅର୍ଥ ସଂଗ୍ରହ କରିପାରିବି ଓ ଯଥା ସମୟରେ
ଆସି ଆପଣଙ୍କୁ ମୁକ୍ତ କରିବି। କିନ୍ତୁ କଦାପି ଇଚ୍ଛା ବା ଆକର୍ଷଣ ଯେତେ ପ୍ରବଳ ହେଲେ ବି ଏମାନଙ୍କ ଆଗରେ ରତ୍ନ ବର୍ଷା କରାଇବେ ନାହିଁ। ବନ୍ଦୀ ବ୍ରାହ୍ମଣ ବାକ୍ରୁଦ୍ଧ ଭାବରେ ଖାଲି ମୁଣ୍ଡ ହଲାଇଲେ। ସୁମନ୍ତ ତାଙ୍କୁ ପ୍ରଣାମ କରି ଚାଲିଗଲେ। ଅନ୍ଧାର ଘୋଟି ଆସିଲା। ବ୍ରାହ୍ମଣଙ୍କୁ ଗୋଟିଏ ବୃକ୍ଷ ଦେହରେ ବାନ୍ଧି ରଖି ଦସ୍ୟୁମାନେ ମଶାଲ ଜାଳି ରନ୍ଧନର ଆୟୋଜନ କଲେ। ବୃକ୍ଷରାଜିର ଶୀର୍ଷ ଦେଶରେ ଜହ୍ନ ଆଲୁଅର ମୃଦୁ ସ୍ପର୍ଶ ବାରି ହେଲା। କ୍ରମେ ଅରଣ୍ୟ ଶୀର୍ଷରେ ଦେଖାଦେଲା ଜହ୍ନ। କାହିଁ ଅନୁଗତ ଜମିଦାରଙ୍କ ଗୋଡ଼ ଭିତରେ ରତ୍ନ ବର୍ଷାର ସମ୍ଭାବନା। କାହିଁ ଏ ନୃଶଂସ ଦସ୍ୟୁମାନଙ୍କ ହାତରେ ଏ ଅରଣ୍ୟ ଭିତରେ ବନ୍ଦୀ ଦଶା। ବ୍ରାହ୍ମଣ ହଠାତ୍ ଚିତ୍କାର କଲେ ମୂଢ଼। ଚମକି ପଡ଼ି ଦସ୍ୟୁ ସର୍ଦ୍ଦାର ଶାଣିତ ଛୁରୀ ଝଲସାଇ ପାଖକୁ ଉଠି ଆସିଲା। କିନ୍ତୁ ଉନ୍ମତ୍ତ ଭଳି ବ୍ରାହ୍ମଣ କହିଲେ, ଆରେ ବୁଢ଼ା ଦପି ମୂଢ଼, ମାତ୍ର ଏକ ସହସ୍ର ମୁଦ୍ରା ପାଇଁ ତୁ ମୋର ଅବମାନନା କରୁଛୁ। ଜାଣୁ ମୁଁ କଣ କରିପାରେ। ତୁ ସ୍ୱପ୍ନରେ ବି କଳନା କରି ନଥିବା ଦୌଲତରେ ତୋତେ ପୋଥି ପକାଇ ପାରେ। ସର୍ଦ୍ଦାର ଅଟ୍ଟହାସ୍ୟ କରି ତା ଅନୁଚରମାନଙ୍କୁ କହିଲା, ବ୍ରାହ୍ମଣଙ୍କ ମୁଣ୍ଡର ଭିତର ଭାଗ ଗଲାଣି। ବାହାରଟା ବଜାୟ ରହି ଲାଭ କଣ? ବଡ଼ ତରବାରୀ ଖଣ୍ଡିକ ଆଣ, ସୁବିଧା ହେବ। ଆରେ ମୂଢ଼ ଶ୍ୟମ ମୂଢ଼, ଶୁଣ ମୋ କଥାଏ, ଦେଖ ମୋ କରାମତି। ତାପରେ ଦେଖାଯିବ ତୋ ମୁଣ୍ଡର ଅବସ୍ଥା। ଆଉ ଘଣ୍ଟାଏ ପରେ ମୁଁ ରତ୍ନବର୍ଷା କରାଇବି। ହଁ, ରତ୍ନବର୍ଷା? ମୋ ବନ୍ଧନ ଖୋଲିବେ? ମୁଁ ସ୍ନାନ କରେଁ? କଣ୍ଠରେ ଅସ୍ୱାଭାବିକ ଦୃଢ଼ତା ଫୁଟାଇ ଘୋଷଣା କଲେ ବ୍ରାହ୍ମଣ। ସର୍ଦ୍ଦାର ଦବିଗଲା। କିଏ କହିବ ବ୍ରାହ୍ମଣ ସେଭଳି ହବୁ ବିଦ୍ୟା ଜାଣି ନଥିବେ ବୋଲି। ବନ୍ଦୀ ପଳାଇ ଯାଇ ପାରିବାର ପ୍ରଶ୍ନ ନଥିଲା। ଅତଏବ ତାଙ୍କ ଆସ୍ଫାଳନ ଅନୁସାରେ ତାଙ୍କୁ ସୁଯୋଗ ଦେଲେ କ୍ଷତି କଣ? ସର୍ଦ୍ଦାର ବ୍ରାହ୍ମଣଙ୍କୁ ମୁକ୍ତ କଲା। ପୁଷ୍କରିଣୀ ଚାରିଦିଗରେ ଦସ୍ୟୁମାନେ ଜଗିବା ଅବସ୍ଥାରେ ବ୍ରାହ୍ମଣ ସ୍ନାନ କଲେ। ସେତେବେଳକୁ ଆକାଶରେ ସେ ଅଭାବନୀୟ ଯୋଗାଯୋଗର ମୁହୂର୍ତ୍ତ ଆସନ୍ନ। ବ୍ରାହ୍ମଣ ଜ୍ୟୋତ୍ସ୍ନା ପ୍ଲାବିତ ନୀଳାକାଶକୁ ଅନାଇ କଲେ ମନ୍ତ୍ରୋଚ୍ଚାରଣ। ଶୂନ୍ୟକୁ ଅନାଇ ରହିଥାନ୍ତି ନିର୍ବାକ ଦସ୍ୟୁ ଦଳ। କିସ ପୁଣି ଦେଖା ନଯାଏ। ସମସ୍ତଙ୍କ ଆଖି ଝଲସାଇ ସେଇ ବ୍ରାହ୍ମଣଙ୍କ ଉପରେ ହେଲା ଅସରାଏ ବର୍ଷା। ବୈଦୁର୍ଯ୍ୟ, ହୀରା, ନୀଳା, ମୋତି ତଥା ମାଣିକ୍ୟର ବର୍ଷା। ରତ୍ନ ରାଶିରେ ଆଣ୍ଠୁ ଯାଏ ପୋତି ହୋଇ ପଡ଼ିଲେ ବ୍ରାହ୍ମଣ। ସେସବୁ ଗୋଟାଇ ବକଚା ବନ୍ଦ କରି ତାପରେ ଦସ୍ୟୁ ସର୍ଦ୍ଦାର ଲମ୍ବ ହୋଇ ବ୍ରାହ୍ମଣଙ୍କ ପାଦ ତଳେ ଲୋଟିଗଲା। ଅନ୍ୟମାନେ ବି ଜଣ ଜଣ କରି ସେଇଆ କଲେ। ତାପରେ ବ୍ରାହ୍ମଣଙ୍କୁ ଯଥାସମ୍ଭବ ଉତ୍ତମ ଖାଦ୍ୟଦ୍ରବ୍ୟ ପରଷି ତାଙ୍କ ପାଦ ସେବା କରି ଶୁଆଇ ପକାଇବାର ବ୍ୟବସ୍ଥା କରିବା ବେଳକୁ ଅଚାନକ ଗୋଟାଏ ବୃହତ୍ତର ଦସ୍ୟୁ ଦଳ ଆସି ସେମାନଙ୍କୁ ଘେରିଗଲେ। ନୂଆ ଦଳ ଯେ ରତ୍ନବର୍ଷାର ସନ୍ଧାନ ପାଇ ଆସିଥିଲେ ତାହା ନୁହେଁ, କିନ୍ତୁ ବକଚା ଖୋଲି ଦେଖି ସେମାନଙ୍କ ଆଖି ଖୋସି ହୋଇଗଲା। ପ୍ରଥମ ଦଳର ସର୍ଦ୍ଦାର ବଡ଼ ଦଳର ସର୍ଦ୍ଦାରକୁ କାକୁସ୍ଥ ହୋଇ କହିଲା, ବନ୍ଧୁ, ତୁମେ ଆମ ସମ୍ପଦତକ ଉପରେ କାହିଁକି ଆଖି ପକାଉଛ? ସମ୍ପଦର ଯିଏ ଉତ୍ସ ଆମେ ତାଙ୍କୁ ତମ ପାଖରେ ସମର୍ପି ଦଉଛୁ। ଏହା କହି ସେ ରତ୍ନବର୍ଷାର ଆଶ୍ଚର୍ଯ୍ୟ ବ୍ୟାପାର କହି ବ୍ରାହ୍ମଣଙ୍କୁ ଆଣି ବଡ଼ ସର୍ଦ୍ଦାରର ଆଗରେ ଉପସ୍ଥାପିତ କଲା। କଥା ତେବେ ଏମନ୍ତ, ବ୍ରାହ୍ମଣ, ତମେ ବାସ୍ତବିକ କରିତ୍କର୍ମା ଦେଖାଅ ତମ ହବୁ ବିଦ୍ୟା ଆଉ ଥରେ। ବଡ଼ ସର୍ଦ୍ଦାର ନିର୍ଦ୍ଦେଶ ଦେଲା। ସେ ମୁହୂର୍ତ୍ତ ବିତିଗଲାଣି ସର୍ଦ୍ଦାର, ଆଉ 100 ବର୍ଷ ଅପେକ୍ଷା କରିବାକୁ ହେବ। ବ୍ରାହ୍ମଣ ବିମର୍ଷ ଭାବରେ ଜଣାଇଲେ। ବଡ଼ ସର୍ଦ୍ଦାର ଥରେ ବିନତି କଲା, ଆଉ ଥରେ ଧମକ ଦେଲା, କିନ୍ତୁ ବ୍ରାହ୍ମଣ ନିଜ ଅକ୍ଷମତା ପ୍ରକାଶ କଲେ। ଏମାନଙ୍କ ପାଇଁ ବର୍ଷା ସଙ୍ଗେ ସଙ୍ଗେ ଆମ ପାଇଁ 100 ବର୍ଷ। ଏହା କହି ବଡ଼ ସର୍ଦ୍ଦାର ଦେଲା ଚୋଟେ। ବ୍ରାହ୍ମଣଙ୍କ ମୁଣ୍ଡ ତଳେ ଲୋଟିଗଲା। କିନ୍ତୁ ପ୍ରଥମ ଦଳ
ରତ୍ନତକ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ନଥିଲେ। ହେଲା ନିର୍ମମ ସଂଘର୍ଷ। ପ୍ରଥମ ଦଳର ସମୁଦାୟ ଦସ୍ୟୁ ମରି ଶୋଇଲେ। ବଡ଼ ଦଳର କେତେ ଜଣ। ଏହାପରେ ରତ୍ନତକ ଧରି ବଡ଼ ଦଳ ପ୍ରସ୍ଥାନ କଲେ। କିନ୍ତୁ ଅନେକ ଦିନରୁ ସେ ଦଳର ସର୍ଦ୍ଦାର ଓ ଉପସର୍ଦ୍ଦାର ଭିତରେ ମନାନ୍ତର କୁହୁଳି କୁହୁଳି ରହିଥିଲା। ଉପସର୍ଦ୍ଦାର ହଠାତ୍ ପ୍ରଶ୍ନ କଲା, ସର୍ଦ୍ଦାର, ତମେ ଏଡ଼େ ଚଞ୍ଚଳ ବ୍ରାହ୍ମଣକୁ ହତ୍ୟା କଲ କାହିଁକି? ହୁଏତ କିଛି ଦିନ ପରେ ସେ ତାର ବିଦ୍ୟା ଦେଖାଇଥାନ୍ତା। ହୁଏତ ସମତୁଲ ଅନ୍ୟ କିଛି ବିଦ୍ୟା ବି ତାକୁ ମାଲୁମ ଥିଲା। ପ୍ରଶ୍ନଟି ଅନେକ ଦସ୍ୟୁଙ୍କୁ ପ୍ରଭାବିତ କଲା। ସେମାନେ ଉପସର୍ଦ୍ଦାରକୁ ସମର୍ଥନ କଲେ। ମୋ ପଦକ୍ଷେପର ମୁକାବିଲା କରିବ। ତମର ଏଡ଼େ ବହପ, ତମେ ବି ଯାଅ ସେ ପୁରରେ ବ୍ରାହ୍ମଣ ସହ ମିତ ବସିବ। ଏହା କହି ସର୍ଦ୍ଦାର ବହୁଦିନର ପୁଞ୍ଜୀଭୂତ କ୍ରୋଧ ଠୁଳ କରି ଉପସର୍ଦ୍ଦାର ବେକରେ ଦେଲା ଚୋଟେ। ଉପସର୍ଦ୍ଦାରର ସମର୍ଥକମାନେ ସର୍ଦ୍ଦାରକୁ ଆକ୍ରମଣ କଲେ। ସର୍ଦ୍ଦାରର ଅନୁଗତମାନେ ପ୍ରତ୍ୟାକ୍ରମଣ କଲେ। ହଠାତ୍ ଉପସର୍ଦ୍ଦାର ତଳେ ଥିବା ସହକାରୀ ସର୍ଦ୍ଦାରର ତରବାରୀ ଆଘାତରେ ସର୍ଦ୍ଦାର ମଲା। ଗୋଟିଏ ଗୋଷ୍ଠୀର ସମ୍ପୂର୍ଣ୍ଣ ନିପାତ ହେଲା ଓ ସହକାରୀ ସର୍ଦ୍ଦାରର ନେତୃତ୍ୱରେ ଦ୍ୱିତୀୟ ଗୋଷ୍ଠୀ ରତ୍ନବକଚା ଧରି ଅଗ୍ରସର ହେଲେ। ଜଣେ ପ୍ରବାଣ ଦସ୍ୟୁ ଭାବିଲା, ଯଦି ଏତେ ସହଜରେ ସର୍ଦ୍ଦାର ଓ ଉପସର୍ଦ୍ଦାର ହାତରୁ ରତ୍ନ ବୁଜୁଲା ଆସି ସହକାରୀ ସର୍ଦ୍ଦାର ପାଖରେ ପହଞ୍ଚିଲା, ତାଠୁ ତାହା ହସ୍ତଗତ କରିବା ବିଶେଷ କାଠିକର ପାଠ ହେବ କାହିଁକି? ପ୍ରବୀଣଟି ଦଳର ଅବଶିଷ୍ଟ ଦସ୍ୟୁଙ୍କ ଭିତରୁ କେତେ ଜଣଙ୍କୁ ହାତ କରିନେଲା ଓ ସେମାନେ ସହକାରୀ ସର୍ଦ୍ଦାରକୁ ଆଖି ପଲକରେ ହତ୍ୟା କଲେ। କିନ୍ତୁ ପ୍ରବୀଣଟିର ଉଚ୍ଚାଭିଳାଷ ଅନ୍ୟମାନଙ୍କୁ ବି ଅନୁପ୍ରାଣିତ କରିଥାଏ। ଯେଉଁ 4 ଜଣ ମାତ୍ର ଅବଶିଷ୍ଟ ଥିଲେ, ତହିଁରୁ 2 ଜଣ ମେଣ୍ଟ ବାନ୍ଧି ଅନ୍ୟ 2 ଜଣଙ୍କୁ ହତ୍ୟା କଲେ। ସେତେବେଳକୁ ନିଶୀଥର ଶେଷ ପ୍ରହର। 2 କ୍ଳାନ୍ତ ଦସ୍ୟୁ ପରସ୍ପରକୁ ଆଲିଙ୍ଗନ କରି ରତ୍ନବକଚା ଧରି ଗୋଟିଏ ଗୁମ୍ଫାରେ ଉପନୀତ ହୋଇ ବିଶ୍ରାମ ନେଲେ। ଗତ ରାତିରେ ଆହାର ପାଇଁ ସମୟ ହୋଇ ନଥିଲା। ଭୋର ବେଳକୁ ଜଣେ ନିଆଁ ଜାଳି କିଛି ରୋଷେଇର ବ୍ୟବସ୍ଥା କଲା। ସେ ରୋଷେଇ ଶେଷ କରିବା ବେଳକୁ ପଛରୁ ବନ୍ଧୁଟି ତାକୁ ଛୁରୀ ଭୁଷି ଶେଷ କଲା। ବର୍ତ୍ତମାନ ସମଗ୍ର ରତ୍ନରାଶିର ସେ ଏକମାତ୍ର ମାଲିକ। କ୍ଳାନ୍ତି ସତ୍ତ୍ୱେ ଆନନ୍ଦାତିଶଯ୍ୟରେ ସେ ଟିକିଏ ନଚାନଚି କରି ପରେ ଅଧିକ ନାଚିବ ବୋଲି ବିଚାରି ପରଲୋକଗତ ସାଥୀ ରାନ୍ଧିଥିବା ଖାଦ୍ୟତକ ଭକ୍ଷଣ କଲା ଏବଂ ଭକ୍ଷଣାନ୍ତେ ଚିତ୍ପଟାଙ୍ଗ ହୋଇ ପଡ଼ିଗଲା। କହିବା ବାହୁଲ୍ୟ, ରନ୍ଧନରତ ସାଥୀଟି ତା ଉଦ୍ଦେଶ୍ୟରେ ଖାଦ୍ୟରେ ଭୟଙ୍କର ବିଷ ମିଶାଇ ରଖିଥିଲା। ତୃତୀୟ ଦିନ ସୁଦ୍ଧା ତେଣେ ସୁମନ୍ତ 1,000 ସ୍ୱର୍ଣ୍ଣ ମୁଦ୍ରା ସଂଗ୍ରହ କରିବାକୁ ସମର୍ଥ ହେଲେ ଏବଂ ଗୁରୁଙ୍କୁ ମୁକ୍ତ କରିବା ନିମନ୍ତେ ଅରଣ୍ୟରେ ପ୍ରବେଶ କଲେ। ଯଥାସ୍ଥାନରେ ପହଞ୍ଚି ପ୍ରଥମେ ସେ ଦେଖିଲେ ଗୁରୁଙ୍କ ମୃତଦେହ। ତାଙ୍କୁ ସମାଧି ଦେବାବେଳେ ସେ କହିଲେ, ଗୁରୁଦେବ, ଆପଣ ନିଶ୍ଚୟ ମୋ ପରାମର୍ଶ ଭୁଲି ଯାଇଥିଲେ। ଏହାପରେ ସେ ଯେତିକି ଅଗ୍ରସର ହେଲେ, ସେତିକି ଅଧିକ ସଂଖ୍ୟକ ମୃତଦେହମାନ ଦେଖିଲେ। ଯାହା ଅନୁମାନ କରିଥିଲେ, ଅବଶେଷରେ ତାହା ବି ଦେଖିଲେ। ଗୁମ୍ଫା ଭିତରେ ରତ୍ନବକଚାର 2 କଡ଼ରେ 2 ଶେଷ ଦସ୍ୟୁଙ୍କ ପ୍ରାଣହୀନ ଦେହ। ବଗଚାଟିକୁ ଗୁମ୍ଫା ଭିତରେ ଗୋଟିଏ ଗର୍ତ୍ତରେ ଲୁଚାଇ ସେ ଯାଇ ନିକଟବର୍ତ୍ତୀ ଜଣେ ରାଜାଙ୍କୁ ସବୁ କହିଲେ ଓ ରାଜା ସେ ବିତ୍ତ ସବୁ ସଦୁଦ୍ଦେଶ୍ୟରେ ନେଇଗଲେ ବୋଲି ବୁଦ୍ଧଜାତକ କହେ। ସୂର୍ଯ୍ୟୋଦୟ ହୋଇସାରିଥିଲା। ସାଆନ୍ତେ ଉଠିଲେ। ଅଗତ୍ୟା ଉଠିଲା ଅବଲକରା। ମନ୍ଥର ଗତିରେ ଚାଲି ଚାଲି ସେମାନେ ଦ୍ୱିପ୍ରହର ସୁଦ୍ଧା ଦେବାଳୟ ସଂଲଗ୍ନ ଗୋଟିଏ ଅତିଥିଶାଳାରେ ପହଞ୍ଚିଲେ ଓ ବିଶ୍ରାମ କଲେ। ଦିବାହାର ଅନ୍ତେ ସାଆନ୍ତେ କହିଲେ, ଆଜି ରାତିକ ଏଇଠି ରହିଯିବା। କାରଣ ବର୍ତ୍ତମାନ ଚାଲିବାକୁ ଆରମ୍ଭ କଲେ ଆମେ
ପରବର୍ତ୍ତୀ ଲକ୍ଷ୍ୟ ସ୍ଥଳରେ ମଧ୍ୟ ରାତ୍ରି ପୂର୍ବରୁ ପହଞ୍ଚି ପାରିବା ନାହିଁ। ବିଶ୍ରାମ କଥା ଶୁଣିଲେ ହିଁ ଅବଲୋକରା ଖୁସି ହୋଇଯାଏ। ସନ୍ଧ୍ୟା ହେଲା, ସହଳ ସହଳ ମେଷାହାର ଶେଷ କରି ସାନ୍ତେ ଶୋଇବାକୁ ଯାଉଛନ୍ତି। ଅବଲୋକରା ପାଖରେ ବସିପଡ଼ି କହିଲା, ଆଜ୍ଞା, ରତ୍ନବର୍ଷା ବୃତ୍ତାନ୍ତର କିଛି ଅଂଶ ଆପଣ ପରେ ବିବୃତ କରିବେ ବୋଲି କହିଥିଲେ। ବର୍ତ୍ତମାନ କୁହନ୍ତୁ। ସେଇଆ ଭାବୁଛି। କଥା କ'ଣ କି, କାହାଣୀଟି ଏଯାଏଁ ଶେଷ ହୋଇନାହିଁ। କହିବି କେମିତି? ମାନେ, ବୁଦ୍ଧ ଜାତକରେ କାହାଣୀଟିର ସମାପ୍ତି ତାର ପ୍ରକୃତ ସମାପ୍ତି ନୁହେଁ। ନା, ଅସଲରେ ସେ ରତ୍ନରାଶି ଅଦ୍ୟାବଧି ସେହି ଗୁମ୍ଫା ଭିତରେ ରହିଛି। ମିଛରେ କ'ଣ ଆଉ ତୁ ସେ ସ୍ୱପ୍ନ ଦେଖିଲୁ? ଅବଲୋକରା ସ୍ତବ୍ଧ ହୋଇ ରହିଲା। କ୍ରମେ ତା ଅଙ୍ଗଭଙ୍ଗୀରୁ ସ୍ପଷ୍ଟ ହେଲା, ସେ ଭିତରେ ଭିତରେ ବଡ଼ ଛଟପଟ ହେଉଛି। କିଛି ସମୟ ପରେ କହିଲା, କ'ଣ କହୁଛନ୍ତି ଗୁରୁ ସାଆନ୍ତେ? ଆମେ ତେବେ ସେ ରତ୍ନରାଶି ଉପରେ ଶୋଇଥିଲୁ? ପ୍ରାୟ ସେଇ କଥା। ତେବେ ତୁ ସେଇ କଥା ଚିନ୍ତା କରି ଛଟପଟ ହୋଇ ଲାଭ ନାହିଁ। ତୁ ତାର ସନ୍ଧାନ ପାଇବାର ଆଶା ନାହିଁ। ତାହା ମନ୍ତ୍ରିତ ଓ ଅଦୃଶ୍ୟ। 2500 ବର୍ଷ ତଳେ ସୁମନ୍ତ ସେଦିନ ତାହା ଦେଖିବା ପରେ ଅଳ୍ପ ଦୂର ଯାଇ ଶିକାର ଉଦ୍ଦେଶ୍ୟରେ ଅରଣ୍ୟରେ ପ୍ରବେଶ କରିଥିବା ଜଣେ ରାଜାଙ୍କୁ ଭେଟି ତାଙ୍କୁ ଡାକି ନେଇ ଗୋପନରେ ସବୁ କହିଲେ। ରାଜା ପ୍ରଥମେ ତାଙ୍କ ଲୋକଙ୍କୁ ଡାକି ମୃତଦେହ ଦୁଇଟି ବାହାର କରିଦେଲେ। କିନ୍ତୁ ସମସ୍ତଙ୍କ ଜ୍ଞାତସାରରେ ରତ୍ନରାଶି ଉଆସକୁ ନେବା ବିଜ୍ଞତା ହେବ ନାହିଁ ବୋଲି ସେ ସୁମନ୍ତଙ୍କୁ ସେଇଠାରେ ରହିବାକୁ ଅନୁରୋଧ କରି ରାତିରେ ଏକାକୀ ତାଙ୍କ ରଥରେ ଆସି ରତ୍ନ ବକଚା ନେଇଯିବେ ବୋଲି ପ୍ରତିଶ୍ରୁତି ଦେଲେ। ସୁମନ୍ତ କ୍ଳାନ୍ତ ଅନୁଭବ କରୁଥିଲେ। ରାତିର ପ୍ରଥମାର୍ଦ୍ଧରେ ତାଙ୍କୁ ନିଦ ଘାରିଲା। ସେ ଶୋଇଛନ୍ତି। ହଠାତ୍ ତାଙ୍କୁ ଯେପରି କୌଣସି ଅଶରୀରୀ ଶୁଭେଚ୍ଛୁ, ହୁଏତ ତାଙ୍କ ଗୁରୁ ବ୍ରାହ୍ମଣଙ୍କ ହାହୁତାଶମୟ ଅଦୃଶ୍ୟ ସତ୍ତା ଚମକାଇ ଉଠାଇଦେଲା। ସେ ଆଖି ଖୋଲିବା ବେଳକୁ ଦେଖିଲେ, କେହି ଜଣେ ତରବାରି ଉତ୍ତୋଳନ କରି ତାଙ୍କୁ ଆଘାତ କରିବାକୁ ଯାଇ ଶଙ୍କି ଯାଇଛି। ସେ ଉଠି ବସିଲେ ଓ ତୀବ୍ର କଣ୍ଠରେ ପ୍ରଶ୍ନ କଲେ, ରାଜା, ମୋତେ ମାରିବାକୁ ଆଗ୍ରହୀ ହେବାର କାରଣ? ବିହ୍ୱଳ କଣ୍ଠରେ ରାଜା କହିଲେ, ବାସ୍ତବିକ କାରଣ କ'ଣ ହୋଇପାରେ ମହାନୁଭବ, ମୁଁ ଜାଣେ ନା। କାହିଁକି କେଜାଣି ମୋର ମନେହେଲା କାହାକୁ ହେଲେ ହତ୍ୟା ନ କରି ଏ ବିପୁଳ ସମ୍ପଦ ନେବା ଅସମ୍ଭବ। ଏଭଳି ବିସ୍ମୟରେ ଅନୁଭୂତିର ବ୍ୟାଖ୍ୟା ମୁଁ ଦେଇପାରିବି ନାହିଁ। ମୁଁ ଅଧମ, ମୋତେ କ୍ଷମା କରନ୍ତୁ। ମୋର ଏ ସମ୍ପଦ ଲୋଡ଼ା ନାହିଁ। ଏହା କହି ରାଜା ତଳେ କଚାଡ଼ି ପଡ଼ିଲେ। ସୁମନ୍ତ ଧ୍ୟାନସ୍ଥ ହେଲେ ଓ ତାପରେ କହିଲେ, ରାଜା, ତମେ ତେବେ ଯାଅ। ଯିବି, କିନ୍ତୁ ଯେଉଁ ଅପରାଧ କରିବାକୁ ଯାଉଥିଲି ସେ ପାଇଁ ମୋତେ କିଛି ଦଣ୍ଡ ଦିଅନ୍ତୁ। ରାଜା ବ୍ୟାକୁଳ ହୋଇ କହିଲେ, ମୁଁ ଦେବା ଦରକାର ନାହିଁ। ରାଜା, ଦଣ୍ଡ ତମେ ବଳେ ବଳେ ଭୋଗିବ। ଏ ବିପୁଳ ରତ୍ନରାଶି ହାତରେ ପାଇ ତାକୁ ହରାଇବାର ଶୋଚନା ସାରା ଜୀବନ ଭୋଗୁଥିବ। ଯାଅ। ସୁମନ୍ତ କହିଲେ। ରାଜା ମୁଣ୍ଡ ତଳକୁ କରି ବିଦାୟ ନେଲେ। ଅବଲୋକରା ପ୍ରଶ୍ନ କଲା, ରାଜାଙ୍କ ମନକୁ ସେଭଳି ଦୁଷ୍ଟ ବୁଦ୍ଧି କାହିଁକି ଆସିଲା? ଗୁରୁ ସାଆନ୍ତେ, ପ୍ରଥମତଃ ହବୁ ବିଦ୍ୟା ଦ୍ୱାରା ସେ ସମ୍ପଦ ବର୍ଷା କରାଇବା ପଛରେ ଯାହା ଥିଲା, ତାହା କୌଣସି ମହତ ପ୍ରେରଣା ନୁହେଁ, ନିର୍ମଳ ଲୋଭ। ହବୁ ବିଦ୍ୟା ଉଭୟ ସ୍ଥୂଳ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଗୋଟାଏ ପରୀକ୍ଷା। କିପରି ଗୁରୁ ସାଆନ୍ତେ? ସ୍ଥୂଳ ଜୀବନରେ ଯେପରି ସଚ୍ଚା ପରିଶ୍ରମ ବା ପ୍ରତିଭା ବିନା ହବୁ ବିଦ୍ୟା ଦ୍ୱାରା ଉପାର୍ଜିତ ଅର୍ଥ ମଣିଷ ଉପଭୋଗ କରିପାରେ ନା, ଆଧ୍ୟାତ୍ମିକ ଜୀବନରେ ସେହିପରି ହବୁ ବିଦ୍ୟା ମଣିଷକୁ ସଚ୍ଚା ଦୈବୀ କୃପାଠୁ ଦୂରେଇ ନିଏ। ହଇରେ ଅବଲୋକରା, ଆକାଶରୁ ସୂର୍ଯ୍ୟ କିରଣ ବର୍ଷା ହୁଏ, ଚନ୍ଦ୍ରାଲୋକ ବର୍ଷା ହୁଏ, ଖାସ ଜଳ ବର୍ଷା ବି ହୁଏ। ସେସବୁ ଦ୍ୱାରା ଆମେ ପ୍ରାଣ ଧାରଣ କରିଥାଉ। ତଥାପି ସେସବୁ ପ୍ରତି ଆମେ କେବେ ବି ଆକୃଷ୍ଟ ହେଉନା। ଅଥଚ ରତ୍ନବର୍ଷା ପାଇଁ
ଆମେ ପାଗଳ ହେବା କାହିଁକି? ପଣ୍ଡିତ ବ୍ରାହ୍ମଣ ଯେତେବେଳେ ନିଜ ଅନ୍ତର୍ନିହିତ ଐଶ୍ୱର୍ଯ୍ୟର ଆବିଷ୍କାର ପ୍ରତି ଧ୍ୟାନ ଦେବା ଉଚିତ। ଯେତେବେଳେ ଜୀବନକୁ ଆବରି ରହିଥିବା ଦିବ୍ୟ କୃପାର ମହିମା ଅନୁଭବ କରିବା କଥା, ସେତେବେଳେ ସେ ହବୁ ବିଦ୍ୟା ଦ୍ୱାରା ରତ୍ନ ବର୍ଷା କରିବାକୁ ଲାଳାୟିତ ହେଲେ। ଏପରିକି ପରିସ୍ଥିତି ପ୍ରତିକୂଳ ହେବା ସତ୍ତ୍ୱେ ସେଥିରୁ ନିବୃତ୍ତ ହେବା ଭଳି ଆତ୍ମସଂଯମ ସେ ଆୟତ୍ତ କରିନଥିଲେ। ବୋଧିସତ୍ତ୍ୱଙ୍କ ଚେତାବନୀ ସତ୍ତ୍ୱେ ଭୁଲ ପରିପ୍ରେକ୍ଷୀରେ ସେ ନିଜ ବିଦ୍ୟାର ପ୍ରୟୋଗ କଲେ। ବର୍ଷିତ ସେ ସମ୍ପଦ ଅଚିରେ ଭୟାବହ ଲୋଭର କେନ୍ଦ୍ର ହେଲା। ପରେ ପରେ ଯେଉଁ ବିଭତ୍ସ ଘଟଣାମାନ ଘଟିଲା, ତା ଫଳରେ ସେ ସମ୍ପଦ ଲୋଭ, ହିଂସା ଓ ବିଶ୍ୱାସଘାତକତାର ଅଜସ୍ର ଅଦୃଶ୍ୟ ସର୍ପିଳ ତରଙ୍ଗ ଦ୍ୱାରା କବଳିତ ହୋଇ ରହିଲା। ସେ ସମ୍ପଦ ପ୍ରତି ଯିଏ ଉନ୍ମୁଖ ହେବ, ସେହି ତରଙ୍ଗ ତା ଭିତରକୁ ସଂକ୍ରମିତ ହୋଇଯିବ। ରାଜା ସେହି ବିକଟ ଶକ୍ତିର ଶରବ୍ୟ ହୋଇଥିଲେ। ତାହେଲେ ସେ ସମ୍ପଦ ସେମିତି ରହିଛି? ଅବଲୋକରା ଦୀର୍ଘ ନିଶ୍ୱାସ ଛାଡ଼ି ପ୍ରଶ୍ନ କଲା। ବରଂ ନିଜକୁ ନିଜେ କହିଲା, କେତେ ଶତାବ୍ଦୀ ପରେ ଜଣେ ଋଷି ସେ ସମ୍ପଦରୁ କିୟଦଂଶ ବାହାର କରି ତାଙ୍କର ଜଣେ ଏକାନ୍ତ ଭଦ୍ର କିନ୍ତୁ ଦରିଦ୍ର ଭକ୍ତକୁ ଦେଇଥିଲେ। ଭକ୍ତଟି ସେ ବିତ୍ତର ବିନିଯୋଗରେ ବିପୁଳ ଧନୀ ହେଲା ଓ ଶେଷରେ ଉତ୍ତୁଙ୍ଗ ହର୍ମ୍ୟଟିଏ ନିର୍ମାଣ କଲା। ଗୃହ ପ୍ରବେଶ ପରେ ପରେ ସେ ହର୍ମ୍ୟର ଶୀର୍ଷାରୋହଣ କରି ଏକ ଦୁରନ୍ତ ଦୁର୍ବୋଧ୍ୟ ଆକର୍ଷଣରେ ତଳକୁ ଡେଇଁପଡ଼ି ପ୍ରାଣ ହାରିଲା। ସେହି ଲୋକଟି ଦ୍ୱାରା ସମାଜରେ ବିତରିତ ସେ ରତ୍ନ ସମ୍ଭୂତ ଅର୍ଥ ଶହ ଶହ ବର୍ଷ ଭିତରେ ବହୁ କାଣ୍ଡ କଲାଣି, କରିବ ମଧ୍ୟ। ମୁଁ ଦେଖିପାରୁଛି, ଆଗାମୀ କାଳରେ ଭାରତକୁ ଶାସନ କରିବାକୁ ଆସି ଶୋଷଣ ଦ୍ୱାରା ସେ ଅର୍ଥର ବହୁ ଅଂଶ କେତେକ ବିଦେଶୀ ଶକ୍ତି ପାଶ୍ଚାତ୍ୟ ଭୂଖଣ୍ଡକୁ ନେଇଯିବେ। ସେ ଅର୍ଥର କ୍ରମ ବିକାଶ କେତୋଟି ରାଷ୍ଟ୍ରକୁ ଏଭଳି ଧନୀ କରିଦେବ, ଯାହାଫଳରେ ପ୍ରଚୁର ବ୍ୟୟ କରି ସେମାନେ ପ୍ରକୃତିର ବହୁ ସୁପ୍ତ ରହସ୍ୟ ଉଦ୍ଘାଟନ ଦିଗରେ ପ୍ରୟାସ କରିବେ। କିନ୍ତୁ ଗବେଷଣା ନିରତ ବୈଜ୍ଞାନିକର ମୁଣ୍ଡକୁ ଅସଲ ସମୟରେ ସେ ପାପଶକ୍ତି ତରଙ୍ଗ ଏମିତି କାବୁ କରିଦେବ, ଯାହାଫଳରେ ସେ ତା ଜ୍ଞାନକୁ ମାନବ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରୟୋଗ କରିବା ପରିବର୍ତ୍ତେ କିପରି ଭୀଷଣରୁ ଭୀଷଣତର ଉପାୟରେ ମାନବତାକୁ ଓ ମାନବ ସଭ୍ୟତାକୁ ଧ୍ୱଂସ କରାଯାଇପାରେ, ସେହି ତଥ୍ୟ ବାହାର କରି ସେହି ଅନୁସାରେ କାମ କରିବ। ହାୟ ହାୟ, ଅବଲୋକରା କହିଲା। ସେତକ କହିବା ଯଥେଷ୍ଟ ନୁହେଁ। ରେ ଅବଲ, ତୁ ସେ ଗୁମ୍ଫା କଥା ମନରୁ ପୋଛି ପକା। ଛଟପଟ ହୁଅନା। ସାଆନ୍ତେ ଶୋଇଗଲେ। ସେଦିନ ପୂର୍ଣ୍ଣିମା। ଅଧରାତିରେ ସେ ଉଠିପଡ଼ି ଅତିଥିଶାଳା ବାହାରକୁ ଆସି ପ୍ରାନ୍ତର ଆଡ଼େ ଦୃଷ୍ଟି ଦେଲେ। ତାଙ୍କ ଅନୁମାନ ଠିକ୍। ସେ ପାଟି କରି ଡାକିଲେ, ଆରେ ହତଭାଗା, ଆରେ ଅବଲ, ଚାଲିଛୁ କୁଆଡ଼େ? ସ୍ୱପ୍ନ ଚାଳିତ ବତ ଅରଣ୍ୟ ଆଡ଼େ ଯାଉଥିବା ଅବଲୋକରା ସେ ଡାକରେ ରହିଗଲା ଓ ବୁଲି ପଡ଼ି ଦୌଡ଼ି ଦୌଡ଼ି ଆସିଲା। ସତେଅବା ପଛରୁ ତାକୁ ଭିଡ଼ି ଧରିଥିବା କୌଣସି ଶକ୍ତି ବିରୁଦ୍ଧରେ ବଳ ଖଟାଇ ସେ ଆସୁଛି। କ୍ଷମା କରନ୍ତୁ ସାଆନ୍ତେ, ଜହ୍ନରାତି ମୋ ମୁଣ୍ଡ କେମିତି ଖରାପ କରିଦେଲା। ସେ କୈଫିୟତ ଦେଲା। ଚୁପ୍। ସତେ ଯେମିତି ପ୍ରେମିକାର ବାର୍ତ୍ତା ପାଇ ଅଭିସାରରେ ବାହାରିଥିଲୁ। ଜହ୍ନରାତିକୁ ଦୋଷ ଦିଆ ହେଉଛି। ଚାଲ ଶୋଇବୁ ଚାଲ। ଅବଲୋକରା କାନମୁଣ୍ଡା ଆଉଁସି ସାଆନ୍ତଙ୍କୁ ଅନୁସରଣ କଲା।